ସକାଳୁ ସକାଳୁ ଆଜି ବିଛଣାରୁ ଉଠୁଣୁ ଠାକୁରଙ୍କୁ ସ୍ମରଣ କରି ଜୁହାର ହୋଇ ଉଠିଲା ବେଳକୁ ବାପାଙ୍କ କଥା ଭାରି ମନେ ପଡ଼ିଯାଉଛି। ସଂସାରର ଏ ଭିଡ଼ ଭିତରେ ସମସ୍ତେ ଅଛନ୍ତି, ହେଲେ ବାପା ଆଉ ଏ ଦୁନିଆରେ ନାହାନ୍ତି। ବାପା ଏଇ ଶବ୍ଦଟି ଡାକିବାକୁ ଇଚ୍ଛା ହେଲେ ମଧ୍ୟ ଜିଭ ଆଗକୁ ଆସି ଭିତରକୁ ଚାଲିଯାଉଛି। ଏମିତି ବୋଧେ କୌଣସି ଗୋଟେ ଦିନ ନଥିବ ବାପା ଯିବା ଦିନଠାରୁ ଯେଉଁଦିନ କି ବାପାଙ୍କ କଥା ମନେ ପଡ଼ିନଥିବ। ଘରର ମୁଁ ସାନ ଝିଅ ହୋଇଥିବା ଯୋଗୁଁ ବାପା ମୋତେ ଭାରି ଭଲ ପାଉଥିଲେ। ତାଙ୍କର ଆଗଡାକକୁ ମୁଁ ଥିଲି। ମୋର ସବୁ ଅଳି ଅର୍ଦ୍ଦଳି ନହେଲେ ବି ପ୍ରାୟ ମୋର ବହୁତ ଅଳି ଅର୍ଦ୍ଦଳି ବାପା ରଖୁଥିଲେ। ବୋଉ ଭାରି ଭଲ ରୋଷେଇ କରନ୍ତି ବୋଲି ପିଲାଟି ଦିନରୁ ମୋର ରୋଷେଇ କରିବା ପ୍ରତି ଭାରି ଆଗ୍ରହ। ଜି ଟିଭିର ଖାନା ଖଜାନା ତା ସହିତ ଟିଭିରେ ଆସୁଥିବା ଅନ୍ୟାନ୍ୟ ପ୍ରୋଗ୍ରାମରେ ଯେଉଁ ରୋଷେଇ ଶୋ ଛୋଟବେଳେ ପ୍ରାୟ ମୁଁ ସବୁ ପ୍ରୋଗ୍ରାମ ଦେଖୁଥିଲି। କୌଣସି ଗୋଟିଏ ପ୍ରୋଗ୍ରାମ ମୁଁ ମିସ୍ କରେନି। ଖାଲି ରୋଷେଇ ଦେଖିବା ନୁହଁ, ରୋଷେଇ କରିବା, ନୂଆ ନୂଆ ପ୍ରକାର ରୋଷେଇ କରିବା ଛୋଟ ଦିନରୁ ମୋର ଭାରି ଆଗ୍ରହ। ଆଉ ଯେତେବେଳେ ରୋଷେଇ ଘରକୁ ରୋଷେଇ କରିବା ପାଇଁ ଯାଉଥିଲି, ଘରେ ତ ସବୁ ପ୍ରକାର ଜିନିଷ ନଥାଏ, ତେଣୁ କିଛି ଜିନିଷ ବାପାଙ୍କୁ ବାହାରୁ ଆଣିବା ପାଇଁ କୁହେ ମାର୍କେଟରୁ। ଆମେ ଯେହେତୁ ଗୋଟେ ଛୋଟ ସହରରେ ରହୁଥିଲୁ, ତ ମାର୍କେଟରେ ଯେଉଁ ଯେଉଁ ଜିନିଷ ସବୁ ଆଭେଲେବଲ୍ ହୋଇପାରୁଥିଲା ବାପା ପ୍ରାୟ ଆଣିକି ସବୁ ଜିନିଷ ମୋତେ ଯୋଗାଇ ଦେଇଥିଲେ। ତେଣୁ ବାପା ଏଇଭଳିଆ ମୋତେ ଜିନିଷପତ୍ର ଯୋଗାଇ ଦେବା ଆଉ ମୋର ରୋଷେଇ ପ୍ରତି ଆଗ୍ରହଟା ଦିନକୁ ଦିନକୁ ବଢ଼ି ବଢ଼ି ଚାଲିଲା। ଆଜ୍ଞା ହଁ, ଏ ରୋଷେଇ ମୁଁ କେମିତି ଆକୁ ଶିଖିଲି ଆଉ ବେସିକ୍ ରୋଷେଇ ଯେଗୁଡ଼ା ସବୁ ସେଗୁଡ଼ା ମୁଁ ସବୁ କେମିତି ଶିଖିଲି ମୁଁ ଆପଣଙ୍କୁ ଆଗାମୀ ଭିଡ଼ିଓରେ କହିବି। ଆଜି ପାଇଁ ଏତିକି ଥାଉ। ଆଜି ଯେହେତୁ ସ୍ୱାମୀ ମାର୍କେଟରୁ ଚିଙ୍ଗୁଡ଼ି ମାଛ ନେଇ ଆସିଛନ୍ତି, ତ ସେଥିପାଇଁ ମୁଁ ଆପଣଙ୍କୁ ଆଜି ଏଇ ଚିଙ୍ଗୁଡ଼ି ମାଛର ବହୁତ ଗୁଡ଼ିଏ ସୁନ୍ଦର ରେସିପି ବନେଇକି ଦେଖାଉଛି। ଆପଣ ଭିଡ଼ିଓଟା ଦେଖନ୍ତୁ। ଆପଣଙ୍କୁ ନିଶ୍ଚିତ ଏଇ ରେସିପିଟା ବହୁତ ଭଲ ଲାଗିବ। ଭଲ ଲାଗିଲେ ଆପଣ ନିଶ୍ଚୟ ଗୋଟେ ଲାଇକ୍ଟେ ଏବେ ହିଁ ଦେଇଦିଅନ୍ତୁ। ଆଉ ଯଦି ମୋ ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରିନଥିବେ ତ ମୋ ଚ୍ୟାନେଲଟିକୁ ଆପଣ ସବସ୍କ୍ରାଇବ୍ କରିଦେବେ। ତ ଏଠି ଚିଙ୍ଗୁଡ଼ି ମାଛ ପରିଷ୍କାର କରି ନେଇ ସାରିଲା ପରେ ଧଣିଆ ପତ୍ର, ପୁଦିନା ଆଉ କଞ୍ଚା ଲଙ୍କା ଯେଉଁ ଗୋଟେ ଶିଳରେ ବାଟିକି ପେଷ୍ଟ ରଖିଥିଲି ତାକୁ, ଲେମ୍ବୁ ରସ, ଲୁଣ, ହଳଦୀ ଗୁଣ୍ଡ ଆଉ କର୍ଣ୍ଣଫ୍ଲୋର ଦେଇକି ମୁଁ ଚିଙ୍ଗୁଡ଼ି ମାଛଟାକୁ ଭଲ ଭାବେ ମ୍ୟାରିନେଟ୍ କରି କିଛି ସମୟ ପାଇଁ ରଖିଦେଲି। ତାପରେ ଏବେ ଚିଙ୍ଗୁଡ଼ି ମାଛରେ ଯେଉଁ ମସଲା ଦରକାର ହେବ ତାର ପ୍ରିପାରେସନଟା ମୁଁ ଏବେ କରିବି। ପିଆଜ ଆଉ ରସୁଣକୁ ମୁଁ ଛୋଟ ଛୋଟ କରି କାଟି ଏଇଠି ରଖିଦେଲି। ତାପରେ ଗୋଟେ ଛୋଟ ପିସ୍ର ଅଦାଟେ ମୁଁ ତାର ପରିଷ୍କାର କରିକି ତାର ଚୋପା ଛଡ଼େଇ ନେଇବି। ପରିଷ୍କାର କରି ଚୋପା ଛଡ଼େଇ ନେଇକି ତାକୁ ଧୋଇଦେବି। ଧୋଇ ଦେଇ ସାରିଲା ପରେ ତାକୁ ଆମର ଯେଉଁ ଜାଲିରେ ତାକୁ କୋରି ନେବି। କଣା କଣା ଯେଉଁ ଜାଲି ଥାଏ ତା ଦେହରେ ଏଟା କୋରାଟା ଯେଉଁଟା କୋରାଟା ସେ କୋରାରେ ତାକୁ ଭଲିକି ଅଦାଟା କୋରି ନେବି। ଆଉ କଞ୍ଚା ଲଙ୍କାକୁ ବି ଏଠି ଛୋଟ ଛୋଟ କରି କାଟି ନେବି। ଏଇଟା ଆମର ଆକୁ ମସଲାର ଦରକାର ପଡ଼ିବ, ତ ସବୁ ଏଇଠି ଯାହା ଯାହା ମୋର ଦରକାର ମୁଁ ଏଠି ତାକୁ ଛୋଟ ଛୋଟ କରି କାଟିକି ରଖିଦେଲି। ପୋଦିନା ଚିଙ୍ଗୁଡ଼ି ପାଇଁ ଯାହା ଯାହା ଆବଶ୍ୟକ ମୁଁ ମସଲା ସବୁ ପ୍ରିପାରେସନ୍ କରି ରଖିଦେଲି। ଏବେ ଏଠି ସାଇଡ଼୍ରେ ମୁଁ ଗୋଟେ ବାରମାସୀ ନାଡ଼ି, ବାଇଗଣ, ଆଳୁ, ଟମାଟୋର ସିଝା ତରକାରୀଟା ବନେଇବି, ତ ସେଥିପାଇଁ ଏଇଟା ଟିକେ ସାଇଡ଼୍ରେ ମୁଁ ସିଝେଇ ନେଲି ଲୁଣ ହଳଦୀ ଗୁଣ୍ଡ ଦେଇକି। ତାପରେ ମୁଁ ଗୋଟେ ଫ୍ରାଇଂ ପ୍ୟାନ୍ ନେବି। ଫ୍ରାଇଂ ପ୍ୟାନ୍ ନେଇକି ତାକୁ ଭଲ ଭାବେ ଗରମ କରିସାରିଲା ପରେ ସେଥିରେ ପକେଇବି ରିଫାଇଣ୍ଡ ଅଏଲ୍। ଆପଣ ଚାହିଁଲେ ସୋରିଷ ତେଲ ବି ନେଇପାରିବେ। ରିଫାଇଣ୍ଡ ଅଏଲ୍ ପକେଇ ସାରିଲା ପରେ ଯେଉଁ ଚିଙ୍ଗୁଡ଼ି ଗୁଡ଼ା ଆମର ମ୍ୟାରିନେସନ୍ କରି ରଖିଥିଲି ତାକୁ ସବୁ ଫ୍ରାଇଂ ପ୍ୟାନ୍ରେ ଭଲ ଭାବେ ଦୁଇ ପାଖ ଫ୍ରାଏ କରିନେବି। ଚିଙ୍ଗୁଡ଼ି ମାଛଟା ବହୁତ ଭଲ ଭାବେ ଦୁଇ ସାଇଡ଼୍ ଫ୍ରାଏ ହେଇଗଲାଣି। ପୁରା ଲାଲ ଲାଲ କରି ତାକୁ ଦୁଇ ସାଇଡ଼୍ ମୁଁ ଫ୍ରାଏ କରିନେଲି। ଏବେ ତାକୁ ଗୋଟେ ବାଉଲକୁ ବାହାର କରିନେବି। ବାହାର କରି ନେଇ ସାରିଲା ପରେ ସେଇ ଫ୍ରାଇଂ ପ୍ୟାନ୍ରେ ପୁଣି ମୁଁ ଏବେ ଆଉ ଅଳ୍ପ ତେଲ ନେବି। ବେଶୀ ନା, ବାସ୍ ଅଧା ଚାମଚ କି ଗୋଟେ ଚାମଚ ପାଖାପାଖି ତେଲ ନେଲି। ତେଲ ନେଇ ସାରିଲା ପରେ ଯେଉଁ ପିଆଜ ଗୁଡ଼ାକୁ ଛୋଟ ଛୋଟ କରି କାଟିକି ରଖିଥିଲି ତାକୁ ପକେଇକି ହାଲକା ଭାଜିବି। ତାପରେ କଟା ହେଇଥିବା ରସୁଣ ଆଉ କୋରିକି ଯେଉଁ ରଖିଥିଲି ଅଦା, କାଟିକି ରଖା ହେଇଥିବା କଞ୍ଚା ଲଙ୍କା ସବୁକୁ ପକେଇକି ଅଳ୍ପ ସାମାନ୍ୟ ଲୁଣ ଦେବି। ଲୁଣ ଦେଇକି ଆକୁ ମୁଁ ହାଲକା ଫ୍ରାଏ କରିନେବି। ବେଶୀ ଫ୍ରାଏ ହେବନି, ଏଇଟା ଅଳ୍ପ ସମୟ ଫ୍ରାଏ କରିନେବି।
फ्राए कर नहीं सारा पर जो मसला गोले होता आमर जोटार चिंगुड़ी गोले मैरिनेसन करके रखी से पात्रटारे मु आउ टिके गोटे चामच छोट गोटे चामच कॉर्नफ्लोर नहीं गली किसी पानी गोले सारिकी ये पियाज और रसुण जो मसला ये भाजुली ता देहरे आड करदेवी आउ अधा लेंबूर रस को ये मुदेदेवी तापर ताकू मु जो चिंगुड़ीटा भाजिकी ये रखी ए पकईदेवी पकईदे सारा दुई 3 मिनट ताको फुटेबी फुटे सारा छोट छोट करी पुदीना पत्र काटिकी जो काटी नेबी काटी नहीं सारा ये जो आमर चिंगुड़ी माछटा ऊपर देदेवी बास एबे आमर पुदीना चिंगुड़ी बनिकी रेडी हो गला विश्वास करंतु खाइबा को एटा बहुत सुंदर लागिवो आपण एटा रुटी पराठा लच्छा पराठा सहित खाइबा को बहुत भल लागिवो या तो गरम भात सहित भी आपण खाई परिबे सुंदर पुदीना चिंगुड़ी रेसिपी एबे बनिकी रेडी हो गला एबे जो फुटा तरकारीटा रखिथिली बाइगण नाड़ी आउ आमर आलू सिझेकी ताको टिके बड़ी फुटण आ कंचा लंका रसुण देकी ताको छुंकी नेबी बस आजिर मोर लंच पाई बनिगला तरकारी सबू जदि आपनको मोर ये वीडियो पसंद आछि तो आपण निश्चय गोटे लाइक देबे आउ जदि मो चैनल को सब्सक्राइब करना चैनल को सब्सक्राइब कर देबे पुणी मिसिबा आ गोटे नुआ वीडियो रे सेतेले पर्यंत रहूची नमस्कार।